ତ ସାଙ୍ଗମାନେ ଆପଣମାନେ କହିପାରିବେ କି ଏକା ସମୟରେ ଜନ୍ମ ହେବା ପରେ ମଧ୍ୟ ସମସ୍ତଙ୍କର କାର୍ଯ୍ୟ ଏବଂ ଭାଗ୍ୟ ଭିନ୍ନ ଭିନ୍ନ କାହିଁକି ହୋଇଥାଏ? ତ ଥରେ ଜଣେ ରାଜା ବିଦ୍ୱାନ ଜ୍ୟୋତିଷମାନଙ୍କର ଏକ ବୈଠକ ଡାକି ସେମାନଙ୍କୁ ଏହି ପ୍ରଶ୍ନ ପଚାରିଲେ। ମୋ ଜାତକ ଅନୁସାରେ ମୋର ରାଜା ହେବାର ଭାଗ୍ୟ ଥିଲା ଏବଂ ମୁଁ ରାଜା ହୋଇଗଲି, କିନ୍ତୁ ସେହି ମୁହୂର୍ତ୍ତ ଏବଂ ସେହି ସମୟରେ ଅନେକ ଲୋକ ନିଶ୍ଚୟ ଜନ୍ମ ହୋଇଥିବେ ଯେଉଁମାନେ ରାଜା ହୋଇପାରିଲେ ନାହିଁ, କାହିଁକି? ଏହାର କାରଣ କ'ଣ? ରାଜାଙ୍କ ପ୍ରଶ୍ନ ଶୁଣି ସମସ୍ତେ ନିର୍ବାକ ହୋଇଗଲେ। ହଠାତ୍ ଜଣେ ବୃଦ୍ଧ ଠିଆ ହୋଇ କହିଲେ, ମହାରାଜ, ଆପଣ ଏଠାରୁ କିଛି ଦୂରରେ ଏକ ଘନ ଜଙ୍ଗଲରେ ଜଣେ ମହାତ୍ମାଙ୍କୁ ପାଇବେ। ଆପଣ ତାଙ୍କଠାରୁ ଉତ୍ତର ପାଇପାରିବେ। ରାଜା ଏକ ଘନ ଜଙ୍ଗଲକୁ ଗଲେ ଏବଂ ଦେଖିଲେ ଯେ ଜଣେ ମହାତ୍ମା ନିଆଁ ଗଦା ପାଖରେ ବସି ଗରମ କୋଇଲା ଖାଇବାରେ ବ୍ୟସ୍ତ ଅଛନ୍ତି। ରାଜା ମହାତ୍ମାଙ୍କ ପ୍ରଶ୍ନ ପଚାରିବା ମାତ୍ରେ ମହାତ୍ମା ରାଗିଗଲେ ଏବଂ କହିଲେ, ପାହାଡ଼ରେ ଆହୁରି ଆଗକୁ ଆଉ ଜଣେ ମହାତ୍ମା ଅଛନ୍ତି, ସେ ତୁମର ପ୍ରଶ୍ନର ଉତ୍ତର ଦେଇପାରିବେ। ରାଜାଙ୍କର କୌତୂହଳ ଆହୁରି ବଢ଼ିଗଲା ଏବଂ ବହୁତ କଷ୍ଟରେ ପର୍ବତ ପଥ ଅତିକ୍ରମ କରିବା ପରେ ରାଜା ଦ୍ୱିତୀୟ ମହାତ୍ମାଙ୍କ ପାଖରେ ପହଞ୍ଚିଲେ। ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଦୃଶ୍ୟ ଏପରି ଥିଲା ଯେ ମହାତ୍ମା ଚିମୁଟା ସାହାଯ୍ୟରେ ନିଜ ମାଂସ ଛିଣ୍ଡାଇ ଖାଉଥିଲେ। ମହାତ୍ମା ରାଜାଙ୍କୁ ଗାଳି ଦେଇ କହିଲେ, ମୁଁ ଭୋକିଲା ଅଛି ଏବଂ ମୋ ପାଖରେ ସମୟ ନାହିଁ। ଆଦିବାସୀ ଗାଁରେ ଗୋଟେ ପିଲା ଜନ୍ମ ହେବାକୁ ଯାଉଛି, ଯିଏ କେବଳ ଅଳ୍ପ ସମୟ ପାଇଁ ବଞ୍ଚିବ। ସେହି ପିଲାଟି ତୁମର ପ୍ରଶ୍ନର ଉତ୍ତର ଦେଇପାରିବ। ରାଜା ବହୁତ ଅସ୍ଥିର ହୋଇଗଲେ। ମୋର ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ଏତେ କଷ୍ଟ କରିବାକୁ ପଡ଼ିବ ବୋଲି କେବେ ଚିନ୍ତା କରୁନଥିଲି। କିନ୍ତୁ ରାଜାଙ୍କ କୌତୂହଳ ଦୃଢ଼ ଥିଲା। ରାଜା ପୁଣି ଥରେ କଷ୍ଟକର ପଥ ଅତିକ୍ରମ କରି ସେଇ ଗାଁରେ ପହଞ୍ଚିଲେ। ସେ ଦମ୍ପତିଙ୍କ ଘରେ ପହଞ୍ଚି ସବୁକିଛି କହିଲେ। ପିଲାଟି ଜନ୍ମ ହେବା ମାତ୍ରେ ଦମ୍ପତି ରାଜାଙ୍କ ସମ୍ମୁଖରେ ନାଭି ସହିତ ପିଲାଟିକୁ ବଢ଼ାଇ ଦେଲେ। ରାଜାଙ୍କୁ ଦେଖି ପିଲାଟି ହସିବାକୁ ଲାଗିଲା ଏବଂ କହିଲା, ମହାରାଜ, ମୋ ପାଖରେ ମଧ୍ୟ ଅଧିକ ସମୟ ନାହିଁ, କିନ୍ତୁ ତୁମର ଉତ୍ତର ମୋ ପାଖରେ ଅଛି। ତେବେ ଉତ୍ତର ଶୁଣ। ତୁମେ, ମୁଁ ଏବଂ ଉଭୟ ମହାତ୍ମା 7 ଜନ୍ମ ପୂର୍ବେ 4 ଜଣ ରାଜକୁମାର ଭାଇ ଥିଲୁ। ଥରେ ଶିକାର କରିବା ସମୟରେ ଆମେ 3 ଦିନ ଧରି ଜଙ୍ଗଲରେ ଭୋକ ଓ ଶୋଷରେ ବୁଲୁଥିଲୁ। ହଠାତ୍ ଆମେ 4 ଭାଇ ଏକ ଅଟାଗୁଳା ପାଇଲୁ। ଆମେ ଏଥିରେ 4ଟି ରୁଟି ସେକିଲୁ। ସେମାନେ ରୁଟି ଖାଇବାକୁ ବସିଥିଲେ। ଠିକ୍ ସେତିକିବେଳେ ଭୋକ ଏବଂ ଶୋଷରେ ପୀଡ଼ିତ ଜଣେ ମହାତ୍ମା ସେଠାକୁ ଆସିଲେ। ସେ ଅଙ୍ଗାର ଖାଉଥିବା ଭାଇକୁ କହିଲେ, ପୁଅ, ମୁଁ 10 ଦିନ ଧରି ଭୋକିଲା ଅଛି। ଦୟାକରି ତୁମର କିଛି ରୁଟି ମୋତେ ଦିଅ। ମୋ ଉପରେ ଦୟା କର, ଯାହାଦ୍ୱାରା ମୁଁ ମଧ୍ୟ ବଞ୍ଚିପାରିବି। ଏହା ଶୁଣି ଭାଇ ରାଗିଗଲେ ଏବଂ କହିଲେ, ଯଦି ମୁଁ ତୁମକୁ ଦେବି ତେବେ ମୁଁ କ'ଣ ଖାଇବି? ନିଆଁ? ଚାଲ ଏଠାରୁ ପଳେଇ ଯା। ତାପରେ ସେହି ମହାତ୍ମା ମାଂସ ଖାଉଥିବା ଭାଇଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ ତାଙ୍କର କାହାଣୀ କହିଲେ। କିନ୍ତୁ ସେ ଭାଇ ମଧ୍ୟ ମହାତ୍ମାଙ୍କ ଉପରେ ରାଗିଗଲେ ଏବଂ କହିଲେ ଯେ ମୁଁ ଯଦି ତୁମକୁ ଏହି ରୁଟିଟା ଦିଏ, ଯାହା ମୁଁ ବହୁତ କଷ୍ଟରେ ପାଇଛି, ତେବେ ମୁଁ କ'ଣ ମୋ ମାଂସ ଚିଡ଼େଇ ଖାଇବି? ସେହି ମହାତ୍ମା ଭୋକରେ ଅସହାୟ ମୋ ପାଖକୁ ମଧ୍ୟ ଆସିଲେ। ମୋ ଠାରୁ ମଧ୍ୟ ରୁଟି ମାଗିଲେ, କିନ୍ତୁ ମୁଁ ମଧ୍ୟ ଭୋକର ଧୈର୍ଯ୍ୟ ହରାଇ କହିଲି, ଚାଲ ଆଗକୁ ପଳା, ମୁଁ କ'ଣ ଭୋକରେ ମରିବି? ସେହି ମହାତ୍ମା ଶେଷ ଆଶା ସହିତ, ହେ ମହାରାଜ, ଆପଣଙ୍କ ପାଖକୁ ଆସିଲେ ଏବଂ ଦୟା ପାଇଁ ନିବେଦନ କଲେ। ଦୟା ଦେଖାଇ ଆପଣ ଖୁସିରେ ତାଙ୍କୁ ସମ୍ମାନର ସହିତ ଆପଣଙ୍କର ଅଧା ରୁଟି ଦେଇଥିଲେ। ରୁଟି ପାଇବା ପରେ ମହାତ୍ମା ଅତ୍ୟନ୍ତ ଖୁସି ହୋଇ କହିଲେ, ତୁମର ଭବିଷ୍ୟତ ତୁମର କାର୍ଯ୍ୟ ଏବଂ ଆଚରଣ ଉପରେ ନିର୍ଭର କରିବ। ବାଳକଟି ଉତ୍ତର ଦେଲା, ତେଣୁ ସେହି ଘଟଣା ଉପରେ ଆଧାରିତ କରି ଆମେ ଆମ ନିଜର ଜୀବନ ଉପଭୋଗ କରୁଛୁ। ଏତିକି କହି ବାଳକଟି ମରିଗଲା। ପୃଥିବୀରେ ଏକ ସମୟରେ ଅନେକ ଫଳ ଏବଂ ଫୁଲ ଫୁଟିଥାଏ, କିନ୍ତୁ ସେମାନଙ୍କର ରୂପ, ଗୁଣବତ୍ତା, ଆକୃତି ଏବଂ ସ୍ୱାଦ ଭିନ୍ନ ହୋଇଥାଏ। ରାଜା ଗ୍ରହଣ କଲେ ଯେ 3 ପ୍ରକାରର ଶାସ୍ତ୍ର ଅଛି, ଜ୍ୟୋତିଷ, କର୍ତ୍ତବ୍ୟ ଏବଂ ଆଚରଣ। ବ୍ୟକ୍ତି ଯାହା କରିଛି, ଦେଇଛି ଏବଂ ନେଇଛି, ତାହା ସବୁକିଛି ପାଏ। ଏହା ଜୀବନ। ଏକ ଛୋଟ ମୋବାଇଲ ଫୋନ୍ ଭୁଲ ପାସୱାର୍ଡ ସହିତ ଖୋଲିପାରିବ ନାହିଁ। ତେଣୁ ଭାବନ୍ତୁ କି ଭୁଲ କାମ କଲେ ସ୍ୱର୍ଗର ଦ୍ୱାର କିପରି ଖୋଲିବ। ତ ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।